ଏହି ସମୟର ସବୁଠାରୁ ବଡ଼ ଖବର ଆସୁଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡିରୁ। ଚନ୍ଦାହାଣ୍ଡି ଅଞ୍ଚଳରେ ଏବେ ବାଲି ମାଫିଆଙ୍କ ଖୁଲମଖୁଲା ରାଜ ଚାଲିଛି। ଦିନ ଦ୍ୱିପହର ହେଉ କି ରାତିର ଅନ୍ଧାର, ପ୍ରଶାସନର ନାକତଲୁ ବେଆଇନ ଭାବେ ଲୁଟ୍ ହେଉଛି କୋଟି କୋଟି ଟଙ୍କାର ସରକାରୀ ସମ୍ପତ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ସବୁ ଜାଣିଶୁଣି ମଧ୍ୟ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀରବ ଦ୍ରଷ୍ଟା ସାଜିଛନ୍ତି ସ୍ଥାନୀୟ ତହସିଲ ଏବଂ ଖଣି ପ୍ରଶାସନ। ଚଢ଼ାଉ ତ ଦୂରର କଥା, ମାଫିଆଙ୍କ ବିରୋଧରେ ସାଧାରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛନ୍ତି ଅଧିକାରୀ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଇଛି। ଏହା ଉପରେ ଦେଖିବା ଆମର ଏହି ସ୍ପେଶିଆଲ ରିପୋର୍ଟ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ତହସିଲ ଅଧୀନରେ ଥିବା ବିଭିନ୍ନ ନଦୀ ପଠା ଏବେ ବାଲିଚୋରଙ୍କ ଚରଣଭୂମି ପାଲଟିଛି। ବିଶେଷ କରି ତେଲ ନଦୀ ଏବଂ ଭଣ୍ଡାର ନଦୀରୁ ପ୍ରତ୍ୟେକ ଦିନ ବେଧଡ଼କ ଭାବେ ଶହ ଶହ ଟ୍ରିପ୍ ବାଲି ଚୋରା ଚାଲାଣ ହେଉଛି। ସରକାରଙ୍କ ତରଫରୁ ଏହି ଅଞ୍ଚଳର କୌଣସି ବି ସୌରତ ବା ବାଲି ଖାଦାନକୁ ଏପର୍ଯ୍ୟନ୍ତ ନିଲାମ କରାଯାଇ ନାହିଁ। ବାଲି ଉତ୍ତୋଳନ ପାଇଁ ସରକାରଙ୍କ କୌଣସି ଅନୁମତି ନଥିଲେ ସୁଦ୍ଧା ମାଫିଆ ମାନେ ନଦୀ ଗର୍ଭରେ ଜେସିବି ଏବଂ ଟ୍ରାକ୍ଟର ଲଗାଇ ଦିନ ରାତି ବାଲି ଖୋଲି ଚାଲିଛନ୍ତି। ବାଲି ଚୋରା ଚାଲାଣକୁ ରୋକିବା ପାଇଁ ସରକାର ତହସିଲଦାର ଏବଂ ଖଣି ଅଧିକାରୀଙ୍କୁ ପୂର୍ଣ୍ଣ କ୍ଷମତା ଦେଇଛନ୍ତି, କିନ୍ତୁ ଚନ୍ଦାହାଣ୍ଡିରେ ଏହି କ୍ଷମତାର କୌଣସି ପ୍ରୟୋଗ ଦେଖିବାକୁ ମିଳୁନାହିଁ। ଅଭିଯୋଗ ହେଉଛି ଯେ ଚନ୍ଦାହାଣ୍ଡି ଖଣି ଅଧିକାରୀ ଏବଂ ସ୍ଥାନୀୟ ତହସିଲ ପ୍ରଶାସନର ମାଫିଆମାନଙ୍କ ସହ କାଳେ ଭିତିରି ସମ୍ପର୍କ ରହିଛି। ଏହି କାରଣରୁ ପ୍ରଶାସନ ସବୁ ଜାଣି ମଧ୍ୟ ସମ୍ପୂର୍ଣ୍ଣ ଅଜଣା ରହୁଛି। କୌଣସି ସ୍ଥାନରେ ଚଢ଼ାଉ କରାଯାଉନଥିବାରୁ ମାଫିଆଙ୍କ ସାହସ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରଶାସନ ଓ ମାଫିଆଙ୍କ ମଧ୍ୟରେ ଚାଲିଥିବା ଏହି ମଧୁ ଚନ୍ଦ୍ରିକା ଯୋଗୁଁ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି। ସରକାରୀ ତହବିଲ ଖାଲି ହେଉଥିବା ବେଳେ ବାଲି ଚୋରି କରି ମାଫିଆମାନେ କିନ୍ତୁ କୋଟିପତି ପାଲଟୁଛନ୍ତି। ସାଧାରଣ ଜନତା ଏବେ ପ୍ରଶ୍ନ କରୁଛନ୍ତି, ସବୁ ଦେଖି ଚୁପ୍ ବସିଥିବା ଏହି ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? କେବେ ବନ୍ଦ ହେବ ଚନ୍ଦାହାଣ୍ଡିରୁ ଏହି ବେଆଇନ ବାଲି ଲୁଟ୍? ନବରଙ୍ଗପୁର ଚନ୍ଦାହାଣ୍ଡିରୁ ମିହିର ଶଙ୍କର ପାତ୍ରଙ୍କ ରିପୋର୍ଟ, KWMI।